Hello everyone, welcome to Mamita Patra YouTube channel. This is a lovely food. ଆଜି ଆମେ ବନେଇବା ଭାକୁର ମାଛ ଝୋଳ। ମାଛ ଝୋଳ ତ ସମସ୍ତେ ବନାନ୍ତି, କିନ୍ତୁ କମ୍ ମସଲା ଦେଇ ସୋରିଷ ତେଲରେ ରାନ୍ଧିବା। ମାଛ ତରକାରୀ ଲାଗିବ ଏକଦମ ଜବରଦସ୍ତ। ମୁଁ ଏଠି ଭାକୁର ମାଛ ନେଇଛି, ଆପଣମାନେ ଚାହିଁଲେ ଯେକୌଣସି ମାଛ ନେଇପାରିବେ। ମାଛ ତରକାରୀ ପାଇଁ ମୁଁ ଏଠି 1 କିଲୋ ଭାକୁର ମାଛ ନେଇଛି। ମାଛକୁ ଭଲ ଭାବରେ ଧୋଇ ନେଇଛି। ଏବେ ଆମେ 1 ଚାମଚ ହଳଦୀ ଗୁଣ୍ଡ ଦେଇଦେବା, ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବା। ଏବେ ଆମେ ଦେବା 1 ଛୋଟ ଚାମଚ ସୋରିଷ ତେଲ, ଆଉ ଭଲ ଭାବରେ ଆମେ ସବୁକୁ ଗୋଳାଇ ନେବା। ଭଲ ଭାବରେ ସବୁ ଗୋଳେଇ ନେଇ ସାରିଲା ପରେ ଫାଳେ ଲେମ୍ବୁକୁ ଆମେ ଚିପୁଡ଼ି ନେବା। ଏହା ପରେ ଆଉ ଥରେ ଗୋଳେଇବା। ଦେଖନ୍ତୁ ଭଲସେ ଏଠି ସବୁ ମାଛକୁ ଗୋଳେଇ ନେଇଛି। ଏବେ ଚାଲନ୍ତୁ ମାଛ। ଏଠି ମୁଁ ଗୋଟେ ବଡ଼ କରେଇ ନେଇଛି, 4 ବଡ଼ ଚାମଚ ସୋରିଷ ତେଲ ନେଇଛି। ତେଲ ଭଲ ଗରମ ହେଲା ପରେ ମାଛକୁ ଗୋଟେ ଗୋଟେ କରି ପକେଇ ଭାଜିବା। କରେଇରେ କମ୍ ମାଛ ଭାଜିବା, ଅଧିକ ମାଛ କରେଇରେ ଦେବା ନାହିଁ, କାରଣ ମାଛ ଭାଙ୍ଗିଯିବ। ଗୋଟେ ସାଇଡ୍ ମାଛ ହେଲା ପରେ ଆରପଟ ଉଲ୍ଟେଇ ଭାଜିବା ଗୋଲ୍ଡେନ୍ ହେଲା ପର୍ଯ୍ୟନ୍ତ। ମାଛ ଭାଜିଲା ବେଳେ ଗ୍ୟାସକୁ ମିଡ଼ିୟମ୍ ଟୁ ହାଇରେ ରଖିକି ଭାଜିବା। ଏଇଭଳି ମୁଁ ସବୁ ମାଛକୁ ଭାଜି ନେଇଛି। ତାପରେ କ'ଣ କରିବା, ମାଛ ଭଜାକୁ ଗୋଟେ ସାଇଡ୍ରେ ରଖିବା। ମାଛ ଭାଜିଲା ପରେ ଟିକେ ତେଲ ଥିଲା, ସେହି ତେଲରେ ଆଳୁକୁ ଭାଜିବା। ମୁଁ ଏଠି 2ଟି ମିଡ଼ିୟମ୍ ସାଇଜ୍ର ଆଳୁ ନେଇଛି। ଆପଣ ଚାହିଁଲେ 2ଟି ଜାଗାରେ 3ଟି ମିଡ଼ିୟମ୍ ସାଇଜ୍ ଆଳୁ ନେଇପାରିବେ। ଆଳୁ ପୁରା ଅପସନାଲ୍ ଅଛି, ଆପଣ ଚାହିଁଲେ ନେବେ, ନହେଲେ ସ୍କିପ୍ କରିପାରିବେ। ଏବେ ଆଳୁ ଆମର ଗୋଲ୍ଡେନ୍ କଲର୍ ହେଇଗଲାଣି। ଗୋଟେ ପାତ୍ରକୁ ଖୋଲିକି ରଖିବା। ଆଳୁ ଭାଜିଲା ପରେ କରେଇରେ ଟିକେ ତେଲ ଥିଲା, ଆଉ ଗୋଟେ ବଡ଼ ଚାମଚ ତେଲ କରେଇରେ ଦେଇଦେବା। ତେଲ ଗରମ ହେଲା ପରେ 3ଟି ତେଜପତ୍ର, 3ଟା ଗୁଜୁରାତି, 5ଟି ଲବଙ୍ଗ, ଖଣ୍ଡେ ଡାଲଚିନି, ଅଧା ଚାମଚ ଜିରା ଦେଇଦେବା। ସେସବୁ ଟିକେ ଭାଜି ହେଲା ପରେ ଗୋଟେ ବଡ଼ ପିଆଜକୁ ପେଷ୍ଟ ବନେଇ ନେଇଛି, ସେଇ ବଟା ପିଆଜ ପେଷ୍ଟକୁ ଦେଇଦେବା। ତାପରେ ଭାଜିବା। ସେ ପର୍ଯ୍ୟନ୍ତ ଭାଜିବା ଯେପର୍ଯ୍ୟନ୍ତ ପିଆଜର କଞ୍ଚା ସ୍ମେଲ୍ ନ ଯାଇଛି। ପିଆଜକୁ କାଟିକି ନ ଦେଇ ପେଷ୍ଟ ବନେଇ ତରକାରୀରେ ଦେଲେ ତରକାରୀ ଭଲ ଗ୍ରେଭି ବନିବ, ଆଉ ପାଟିକୁ ଭଲ ଟେଷ୍ଟି ବି ଲାଗିବ। ଏହାରି ଭିତରେ ଚାଲନ୍ତୁ 1 କେଜି ମାଛ ପାଇଁ ମସଲା ପ୍ରସ୍ତୁତ କରିନେବା। ମୁଁ ଏଇଠି 1.5 ବଡ଼ ଚାମଚ ଗୋଟା ଧନିଆ, 1 ବଡ଼ ଚାମଚ ଜିରା, 1.5 ଇଞ୍ଚ ଅଦା, 15-17 ଗୁଲା ରସୁଣ ନେଇଛି। ତା ସହିତ 4ଟି ଶୁଖିଲା ଲଙ୍କା ନେଇଛି। ଏହା ପରେ ଶୁଖିଲା ଜିନିଷକୁ ଶୁଖିଲା ଗ୍ରାଇଣ୍ଡିଂ କରିନେବା। ତାପରେ ଅଦା ରସୁଣକୁ ଦେଇଦେବା, ଚିକ୍କଣ କରି ବାଟି ନେବା। ଏବେ ଆମ ପେଷ୍ଟ ରେଡି ହୋଇଗଲା। ଏବେ ଆମେ ଗୋଟେ ବାଉଲକୁ ଖୋଲିଦେବା। ପିଆଜ ଯେଉଁ କଷୁଥିଲେ ନା, ପିଆଜ ଭଲ ଭାବରେ ହୋଇଯାଇଛି। ଏବେ ଆମେ ବାଟିକି ରଖିଥିବା ପେଷ୍ଟକୁ ଦେଇଦେବା, ଆଉ ତା ସହିତ ଟିକେ ପାଣି ଦେଇଦେବା, ଆଉ ଭଲ ଭାବରେ କଷିବା। 1 ଚାମଚ ହଳଦୀ ଗୁଣ୍ଡ ଦେଇଦେବା, ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବା, ଆଉ 2ଟି ଟମାଟୋକୁ ମେଜରିଂ ଜାର୍ରେ ଦେଇ ଗ୍ରାଇଣ୍ଡିଂ କରିନେବା। ମସଲା କଷି ହୋଇସାରିବା ପରେ ଟମାଟୋ ପେଷ୍ଟକୁ ଦେଇଦେବା, ଆଉ କଷିବା। ପୂର୍ବରୁ ଭାଜି ରଖିଥିବା ଆଳୁକୁ ଦେଇଦେବା। ଆଳୁ ଆଉ ମସଲାକୁ ଭଲ ଭାବରେ 3ରୁ 4 ମିନିଟ୍ ପର୍ଯ୍ୟନ୍ତ କଷିବା। କଷି ସାରିବା ପରେ ଗରମ ପାଣି ଦେଇଦେବା। 5 ମିନିଟ୍ ପର୍ଯ୍ୟନ୍ତ ଲୋ ଫ୍ଲେମ୍ରେ ଘୋଡ଼େଇକି ଛାଡ଼ିଦେବା। ଏହାରି ଭିତରେ ଆଳୁ ସିଝିଯିବ। ଏବେ 5 ମିନିଟ୍ ହୋଇଗଲାଣି। ଘୋଡ଼ଣୀ ଖୋଲିଦେବା। ଦେଖନ୍ତୁ ତରକାରୀ ଫୁଟିଗଲାଣି। ତା ଉପରେ ଭାଜିକି ରଖିଥିବା ମାଛକୁ ଦେଇଦେବା, ଆଉ 1 ଚାମଚ ଗରମ ମସଲା ଦେଇଦେବା, 2ଟି କଞ୍ଚା ଲଙ୍କା ଦେଇଦେବା। ବାଟିକି ରଖିଥିବା 1 ଟମାଟୋକୁ ତରକାରୀରେ ଦେଇଦେବା। ଟମାଟୋ ସିଝିଗଲା ପରେ ତରକାରୀର ଟେଷ୍ଟ ଭଲ ଆସିବ। ତରକାରୀ ଫୁଟୁଥିବା ଅବସ୍ଥାରେ ଧଣିଆ ପତ୍ର ଦେଇଦେବା। ଦେଖନ୍ତୁ ଏଇଠି ଆମର ରେଡି ହୋଇଗଲା ଭାକୁର ମାଛ ଝୋଳ।
आशा करुछि आपनकु एही रेसिपीटी भल लागिथिबो। जदि भल लागिथिबो मते निश्चित लाइक शेयर कमेंट करिवे। आउ जदि मो चैनल रे आपण नुआ ताहले निश्चित मते सब्सक्राइब करने को भूलिबेनी। बाय, लव यू, गॉड ब्लेस यू, जय जगन्नाथ।